ଯେତେବେଳେ ଉଠନ୍ତି ଏବଂ ତାଙ୍କ ପାଇଁ ସେ ରୋଷେଇବାସ କରି ତାଙ୍କୁ ଖାଇବାକୁ ଦିଅନ୍ତି ଏବଂ ସାଇକେଲରେ ଯଦି ସେ ବିଭିନ୍ନ ମାସାଧିକ ଉତ୍ସବ ବିଭିନ୍ନରେ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ପହଞ୍ଚନ୍ତି ତା ମୂଳରେ ହେଉଛି ସେଇ ମାଙ୍କର ଅବଦାନ ଯିଏକି ଯେମିତି ଆମେ ଭାରତ ମାତା କୋଳ ଜନନୀ ଯାହା ଯାହା କହୁଛେ ଅବିକା ସେଇ ଶ୍ରାବଣ ପରିକ୍ରମା ଚାଲିଛି ଯେଉଁ ଶ୍ରାବଣ ମାସରେ ଆଚାର୍ଯ୍ୟ ଦେବ ଯେଉଁ ମା ମାନଙ୍କ କଥା କାହିଁକି କହୁଛନ୍ତି ମା ମାନେ ସେ ଜାଗିଲେ ଯେମିତି ଠାକୁର କହିଛନ୍ତି ଭାରତ ଯଦି ଜାଗେ ତାହେଲେ ଏଇ ମା ମାନଙ୍କ ଉପରେ ନିର୍ଭର କରେ ଏବଂ ସେଇ ରତ୍ନପ୍ରଭା ମା ଯେମିତି ଏଭଳି ଭାବରେ ସେଇ ଏଇ ଅଞ୍ଚଳର ଯୋଉ ଗୋଡା ଅଞ୍ଚଳ ଯାହାକୁ ଶୁଣିଲେ ସମସ୍ତେ ଧରାଯାଏ ଯୋଉ ଗୋଡା ଲୁଣ ମାନେ ବଡ ବଡ ଲୁଣ ସେଇ ନିଚା ଯେ ନିରଞ୍ଜଳି କହିଲେ ତାଙ୍କ 9ଟା ଗାଁକୁ ନେଇକିରି ହେଉଛି ଗୋଡା ଏଇ ଭାବରେ ଆମମାନେ ସମସ୍ତେ ଶ୍ରୀ ଠାକୁରଙ୍କୁ ଧରିଛେ ଏବଂ ସେଇ ଆଚାର୍ଯ୍ୟ ପରମ୍ପରା ଭିତରେ ବାବାଜୀ ଭାଇ ଏବଂ ଯିଏକି ସେଇ ଶ୍ରୀ ଠାକୁର ଶ୍ରୀ ବଡ଼ଦାଙ୍କର ବହୁ ସେବା କରିଛନ୍ତି ବିଭିନ୍ନ ସମୟରେ ଯାଇଛନ୍ତି ଏବଂ ତାଙ୍କ ପୁଅ ଶରଦ ସେଇ ଶ୍ରୀ ବଡ଼ଦା ତଳେ ସେଇ ପୁରୀରେ ଥିଲେ ବହୁ ସମୟ ସେ ରହି ସେଇ କାମ କରିଛନ୍ତି ତାର ଯିଏ ବି ଶ୍ରୀ ଠାକୁରଙ୍କ କାମ କରିଛି କି ଆଚାର୍ଯ୍ୟ ପରମ୍ପରା ଭିତରେ କରିଛି ତାର ପରିଣାମ ବହୁ ଭାବରେ ସେ ପାଇଛି ଏବଂ ପାଇଛନ୍ତି ଆମେ ଯିଏ ଯାହା ବି ଉଠିଛେ ସେ ନେଇ ଠାକୁରଙ୍କ ଦୟା କରୁଣାରେ ଆମେ କିଏ କ'ଣ ତା ମୂଳରେ ତାକୁ ସେ ଦୟାକୁ ପାଇବାକୁ ହେଲେ ତାଙ୍କ ପ୍ରତି ୟାଦ ରଖିବାକୁ ପଡ଼ିବ ତାଙ୍କ ପାଇଁ କରିବାକୁ ପଡ଼ିବ କାଲି ଯେମିତି ଜଗତ ଜନନୀ ଶ୍ରୀ ବଡ଼ ମାଙ୍କର 133ତମ ଜନ୍ମ ଏବଂ ଦିବସ ଗଲା ଫେର ତିଥି ରହିଛି ଅଗଷ୍ଟ ଇଏରେ ଏବଂ ସେ ଶ୍ରାବଣ ପରିକ୍ରମାରେ ଏବଂ ବହୁ ମା ମାନେ ଯେମିତି ଚାରିଆଡ଼େ ଏଭଳି ଭାବରେ ହେଇଛନ୍ତି ଯେ ଏଭଳି ଭାବରେ ଚାଲିଛି ତାକୁ ଦେଖିଲେ ହିଁ ଆଚାର୍ଯ୍ୟଙ୍କ ପ୍ରେରଣା ଇଏରେ ଏବଂ ଯେଉଁ ଡିବ୍ୟୁଆର୍କମ୍ ଏବଂ ସବୁ ମୂଳରେ ଯୋଉଟାକି ଆଚାର୍ଯ୍ୟ ଦେବ ପୂଜ୍ୟ ଅବିନ୍ଦା କହୁଛନ୍ତି ସେଇ ଯେଉଁ ଡିବ୍ୟୁଆର୍ ଏବଂ ଡିବ୍ୟୁଆର୍ରେ ଯେଉଁ ଅପଡେସନ୍ ହେଇଥିଲା ଏବଂ ଆଚାର୍ଯ୍ୟ ଦେବ କିମ୍ବା ସେଇ ଅବିନ୍ଦା ଏବଂ ତାଙ୍କ ଆଚାର୍ଯ୍ୟଙ୍କର ପୁଅ ତାଙ୍କ ଭାଇମାନେ ଏ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଆଡ଼କୁ ଆସିଥିଲେ କିନ୍ତୁ ଅବିକା ସେ ଅପଡେସନଟା କମିଯାଇଛି ମାନେ ସେଇଟାକୁ ଆମମାନେ ସମସ୍ତେ ଇଏ କରିବା କାହା ପାଖରୁ କିଛି ଆଣିକିରି ତାକୁ ଅପଡେଟ୍ କରିଦେଇଥିଲେ କିନ୍ତୁ ତା ନୁହେଁ ଯେମିତି ସେଇ ମାଆକୁ ଭଲ ପାଇକିରି ଆମେ ଏଠିକି ଆସିଛେ ସେମିତି ଜଣେ ଇଷ୍ଟବୃତ୍ତି ରେଗୁଲାର କରିବା ଯାହା ବି କରିବା ଯେମିତି ଆମର ଆସିଲା ବେଳକୁ ଜଣେ ଆମର ଏଇ ଜିଲ୍ଲାର ବି ଦିତିଙ୍କର ବିଶେଷ କଥା ଆମର ସେ କ୍ଷତି କହୁଥିଲା ଯେ କି ଇଷ୍ଟବୃତ୍ତି ଏ ଚାନ୍ଦା ବୋଲି ଭାବିଲେ ହବନି ଇଷ୍ଟବୃତ୍ତି ଜୀବନ ମରଣର ସମସ୍ୟା এই মহাবাত্যা সমୟରେ এই খোকন্দା ଦେଖନ୍ତୁ ଯୋଉମାନେ ଆମେ ବଞ୍ଚି ଯାଇଛେ ଯେ କି ଇଷ୍ଟବୃତ୍ତି ଟିକେ ଟିକେ କରୁଥିବା ଏବଂ ତାଙ୍କ ନିଷ୍ଠା ସହକାରେ ହେବା ଆହୁରି ମା ଜିନିଷ ଆସିପାରେ ସେଇ ଇଷ୍ଟବୃତ୍ତି କଲେ ଡିବ୍ୟୁଆର୍କର ହେଉଛି ଇଷ୍ଟବୃତ୍ତି ପଇସା ନୁହେଁ ଇଷ୍ଟବୃତ୍ତିର ଉଦ୍ଦେଶ୍ୟ ଇଷ୍ଟବୃତ୍ତିର ମହତ୍ତ୍ୱ ଇଷ୍ଟବୃତ୍ତି କଲେ କ'ଣ ହୁଏ ଠିକ୍ ସମୟରେ କରିବା ଠିକ୍ ସମୟରେ ପଠେଇବା ଏବଂ ଆମମାନେ ସମସ୍ତେ ସେଥିପ୍ରତି ନଜର ଦେବା ଡିବ୍ୟୁଆର୍ କରିବା ଯେ କି ପୂଜ୍ୟ ଯୋଉଟାକି ଶ୍ରୀ ଅବିନ୍ଦା ଆଚାର୍ଯ୍ୟ ଦେବ ଚାହୁଁଛନ୍ତି ପରସ୍ପରକୁ ଭଲ ପାଇବା ପରସ୍ପର ସଂଗତି ନେଇ ଚାଲିବା ଦୀର୍ଘ 50 ବର୍ଷରୁ ଉର୍ଦ୍ଧ୍ୱ ଯେମିତି ଶ୍ରୀ ବଡ଼ଦା ଏଇ ଅଞ୍ଚଳକୁ ଆସିଛନ୍ତି ଏବଂ ଆମମାନେ ତାଙ୍କରି ସେଇ ବାର୍ତ୍ତାରେ ଆମମାନେ ବହୁତ ଭାଗ୍ୟବାନ ଏଇ ଅଞ୍ଚଳର ଶ୍ରୀ ବଡ଼ଦାଙ୍କୁ ବହୁ ଲୋକ ଆମେ ଦେଖିଛେ ଏବଂ ଶ୍ରୀ ଦାଦାଙ୍କୁ ବି ଦେଖିଛେ ଆଚାର୍ଯ୍ୟଙ୍କୁ ଇଏ କରୁଛେ ଆଜି ଭଜନ କୀର୍ତ୍ତନ କରନ୍ ଆମଳେ ରହୁଛେ ସେ ଦାଦା ଯାହାକି ଯାହା କରାଇଛନ୍ତି ଆଚାର୍ଯ୍ୟ କରାଉଛନ୍ତି ଏବଂ ଆମମାନେ ସମସ୍ତେ ସେଇ ସରୋଜ ଭାଇଙ୍କର ତାଙ୍କ ପରିବାର ପରିବେଶ ଯେଉଁ ତାଙ୍କର ଦୁଃଖ ସେଇ ଦୁଃଖକୁ ଇଏ କରିକିରି ଯୋଉଟାକି ଆଚାର୍ଯ୍ୟ କହିଛନ୍ତି ଶୋକରେ କିଛି ହୁଏନି ଏବଂ ଶୋକକୁ ଅତିକ୍ରମ କରିବାକୁ ପଡ଼ିବ କ'ଣ ସେଇ ମାଙ୍କର ଉଦ୍ଦେଶ୍ୟ ଥିଲା ତାଙ୍କ ବାପାଙ୍କର ସେ ବାବାଜୀ ଭାଇଙ୍କର ଉଦ୍ଦେଶ୍ୟ ଥିଲା ଏବଂ ସେଇ କାମକୁ ଆଗେଇବା ଏବଂ ଇଷ୍ଟକୁ ନେଇକିରି ମଜଗୁଲ ରହିବା ଏବଂ ଇଷ୍ଟକୁ ନେଇକିରି ସବୁ ଆନନ୍ଦ ରହିବା ସେଇ ଦୁଃଖ ସୁଖ ଭିତରେ ରହିବାକୁ ପଡ଼ିବନି ସେ ହୃଦୟକୁ ଯିବ ଯୋଉଟାକି ଶ୍ରୀଷ୍ଠାକୁ କହିଛନ୍ତି ଦୁଃଖ ବି ଏକରକମ ଭାବ ସୁଖ ବି ଏକରକମ ଭାବ ଦୁଇଟାକ ଅଭାବର ଭାବଟା ଦୁଃଖ ସ୍ୱଭାବର ଭାବଟା ସୁଖ ଦୁଇଟାକ ରୋଗ କେହି ନୁହେଁ ଏକମାତ୍ର ତାଙ୍କୁ ନେଇ ଚାଲିଲେ ସେ ଅଭାବ ବି ଯିବ ଯେ ଦୁଃଖ ବି ଯିବ ଯନ୍ତ୍ରଣା ବି ଯିବ ଏବଂ ସବୁ ଉଦ୍ଦେଶ୍ୟ ତାଙ୍କୁ ଇଏ କରିବା ସେ ଠାକୁରଙ୍କର ଜନ୍ମ ମାସ ଅଛି ଏବଂ ସେପ୍ଟେମ୍ବର 1 ସୁଦ୍ଧା ଯିଏକି ଆମର ଯାହା କମିଯାଇଛି ଜଗତସିଂହପୁର ଜିଲ୍ଲାର କେନ୍ଦ୍ରାପଡ଼ା ଏ ଯେଉଁ ଭାଇ ଓ ମା ମାନେ ଆସିଛନ୍ତି ଏବଂ ସମସ୍ତେ ଚାଲିବା ସେ ମାତୃ ସମ୍ମିଳନୀ ପରେ ସେଇ ଯେଉଁ ଅପଡେସନ କିମ୍ବା ସେଇ ଏଟା କରାଇବା ଏବଂ ଯେମିତି ସେପ୍ଟେମ୍ବର 1ରେ ଯିଏକି ଠାକୁରଙ୍କର ସେ ଆଗମନୀ ପୂର୍ବରୁ ପୂଜ୍ୟ ଗୋବିନ୍ଦ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶରେ
ପ୍ରତ୍ୟେକଙ୍କ ପାଇଁ ରହିଛି ଏବଂ ଆମମାନେ ସମସ୍ତେ ସେଥିପ୍ରତି ଲାଗିବା କରିବା ଏ ଧାରା ଶ୍ରାବଣ ଭିତରେ ଏବଂ ସମସ୍ତେ ପରମ ପିତାଙ୍କୁ ନେଇ ସୁଖ ଶାନ୍ତି ଆନନ୍ଦ ରୁହନ୍ତୁ ଏବଂ ଯୋଉ ଭାଇ ଓ ମା ମାନେ ଆସିଛନ୍ତି ଯିଏ ଆସିନାହାନ୍ତି ଏ ପରମ ପିତାଙ୍କର ଇଚ୍ଛା ପରମ ପିତାଙ୍କର ଉଦ୍ଦେଶ୍ୟ ସମସ୍ତଙ୍କ ପାଇଁ ସେ ପରମ ପିତାଙ୍କ ପ୍ରାର୍ଥନା କରୁଛି ସୁଖ ଶାନ୍ତି ଆନନ୍ଦରେ ଆହୁରି ସେ ଆଚାର୍ଯ୍ୟ କାମ କରିଚାଲନ୍ତୁ ସମସ୍ତେ ଶ୍ରୀଷ୍ଠାକୁ ନେଇ ଭଲରେ ରୁହନ୍ତୁ ଜୟ ଗୁରୁ।